ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାର ଦେଖନ୍ତୁ। ମୁକ୍ତି ଯାଉଥିବା ବେଳେ ଆଦି କୁହେ ରହିଯାଉ ମୁକ୍ତି। ତାପରେ ମୁକ୍ତି ଅଟକିଯାଏ ଆଉ ପଛକୁ ଚାହେଁ। ଆଦି କୁହେ ମୁକ୍ତି ଜେଜେମା ତମକୁ ଏ ଜବ୍ ଦେଇଛନ୍ତି। ଯଦି ତମେ ଏ ଜବ୍ ଛାଡ଼ିକି ଯିବା ପାଇଁ ଚାହୁଁଛ ତାହେଲେ ତମେ ଜେଜେମାଙ୍କର ପରମିଶନ ନେବା ଦରକାର। ମୁଁ ତମ ରେଜିଗ୍ନେସନ୍ ଆକ୍ସେପ୍ଟ କରିପାରିବିନି। ମୁକ୍ତି କୁହେ ମୁଁ ଏବେ କ'ଣ କରିବି, ମୁଁ ଏଠି କାମ କରିବି କି ନ କରିବି ସେଇଟା ମୋ ଇଚ୍ଛା। କାହିଁକି ନା ମୁଁ ବାରମ୍ବାର ଏମିତିକା କଥା ଶୁଣିପାରିବିନି ସାର୍। ମୁଁ ବି ଗୋଟେ ମଣିଷ, ମୋତେ ବି କଷ୍ଟ ହେଉଛି। ଆଦି କୁହେ ଦେଖ ମୁକ୍ତି, ମଣିଷ ଯେତେବେଳେ ଇରିଟେଟ୍ ହୁଏ ତା ରାଗ ଆସିଯାଏ। ସେ ନିଜେ ବି ଜାଣିପାରିବେନି ତା ମୁହଁରୁ କ'ଣ ବାହାରେ। ଆଉ ତମେ ବି ମୋତେ ଦୁଷ୍ଟ, ଦାନବ, ଦଶମୁଣ୍ଡିଆ ରାବଣ, ଘମଣ୍ଡି ଆଉ କେତେ କ'ଣ ସବୁ କୁହ। କାହିଁ ମୁଁ ତ ମାଇଣ୍ଡ କରିନି। ଏମିତି ହୁଏ ମୁକ୍ତି, ରାଗରେ ଏମିତି ହେଇଯାଏ। ଆଉ ସେମିତି ରାଗିକି ମୁଁ କହିଦେଇଛି ତମକୁ, ଦେଖ ତମେ ଜେଜେମାଙ୍କୁ ପ୍ରମିସ୍ କରିଛ ତମେ ଯାଇପାରିବନି। ନାଇଁ ମାନେ ମୋ କହିବା କଥା ହେଲା ତମେ ମାନେ ତମକୁ ଏ ଘର ଛାଡ଼ିକି ଯିବା କିଛି ଦରକାର ନାହିଁ। ସାଙ୍ଗମାନେ ଆଗକୁ କ'ଣ ହେବ ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ। ଜୟ ଜଗନ୍ନାଥ।